ବାହାଘର ପୂର୍ବରୁ ମାମୁଁ ଘରୁ ବି ନୂଆ ଲୁଗା ଆସିଥିଲା, ବାବା ନୂଆ ଲୁଗା ଆଣି ଦେଉଥିଲେ। କିନ୍ତୁ ବାହାଘର ପରେ ବାବା ମାଆ ବି ନେଇକି ଆସନ୍ତି, ଏପଟେ ଶାଶୁ ଘରେ ବି ଆସେ। ତ ବାବା ମାଆ ଯେଉଁ ଶାଢ଼ୀ ନେଇକି ଆସିଥିଲେ ସେଇଟା ମୁଁ ପୂଜା ପରେ ପିନ୍ଧିଦେଇଥିଲି, ଆଉ ଏଇଟା ମାଆ ନେଇକି ଆସିଥିଲେ, ମାନେ ଶାଶୁ ମାଆ ନେଇକି ଆସିଥିଲେ। ତ ଏଇଟା ମୁଁ ସନ୍ଧ୍ୟା ଦେଲା ବେଳକୁ ସନ୍ଧ୍ୟାବେଳେ ପିନ୍ଧି ଦେଇଥିଲି। ଆଉ ପୁଅକୁ ବି ତା ମାମୁଁ ଘର ଲୁଗାଟା ସକାଳେ ପିନ୍ଧିଥିଲା, ସନ୍ଧ୍ୟାବେଳେ ତାକୁ ଏ ଲୁଗାଟା ଚେଞ୍ଜ କରିଦେଇଥିଲି, ତା ବାବା ଯେଉଁଟା ଆଣି ଦେଇଥିଲେ। ଆମର କୁହନ୍ତି ପ୍ରଥମାଷ୍ଟମୀ ମାନେ ଆଜି ଦିନ ଯାକ ସବୁବେଳେ ନୂଆ ଲୁଗା ପିନ୍ଧିବ, ସେଥିପାଇଁ କି ପାର୍ଟ କରିକି ପିନ୍ଧିବା କଥା। ଆଉ ଫାଷ୍ଟ ଗୋଟେ ପିନ୍ଧା ହେଇଥିଲା, ପୁଣି ସନ୍ଧ୍ୟାବେଳେ ଆଉ ଗୋଟେ ଚେଞ୍ଜ ହେଇଗଲା। ଆଉ ସମସ୍ତେ ଆଣିଛନ୍ତି, ସମସ୍ତଙ୍କ ଡ୍ରେସ୍ ପିନ୍ଧିଦେଲେ ବି ସମସ୍ତେ ଖୁସି। ମୋ ପୁଅ ଆଉ ମୋ ବାବା ସେମାନେ ଗୋଟେ ଜାଗାରେ ରହିଲେ, ତାଙ୍କ 2 ଜଣଙ୍କ ପଛରେ 2ଟା ଲୋକ ପୁରା ଦରକାର। ତ ଆଉ ଥଣ୍ଡା ପାଇଁକି ମୁଁ ଆଜି ଜଲ୍ଦି ବି ଗାଧୋଇ ପାରିନଥିଲି, ଟିକେ ଲେଟ୍ରେ ଗାଧେଇଲି। ସେଥିପାଇଁକି ସକାଳୁ ଖାଲି ଠାକୁରଙ୍କ ପାଖରେ ଲାଗିବ ବୋଲିକି ପିଠା କରିକି ଲଗେଇ ଦେଇଥିଲି। ସେମିତି ଆଣ ଆଉ ପୁର ବନେଇକି ରଖିଦେଇଥିଲି। ସନ୍ଧ୍ୟା ଦିଆ ସରିଲା ପରେ ପିଠା ବନେଇଲି, ମୋତେ ଜମା ଟାଇମ୍ ହେଲାନି ସକାଳୁ ବନେଇବାକୁ। ଠାକୁରଙ୍କ ପାଇଁ ବନେଇଲି, ଆଉ ଘୁଗୁନି କରିଦେଇଥିଲି, ଆଉ ଆଣରେ ଚକୁଳି ବନେଇ ଦେଇଥିଲି, ସମସ୍ତେ ଖାଇ ଦେଇଥିଲେ। ସନ୍ଧ୍ୟାବେଳେ ବନେଇକି ପିଠା ମୁଁ ଗୋଟେ ଟେଷ୍ଟ କରିଦେଲି, ଖାଇନଥିଲି। ତା ଭିତରେ ମୋ ପୁଅ ତା ଅଜା ସହିତ ଯାଇକି ବାହାରୁ ଗୋଟେ ଖେଳଣା ଧରିକି ଆସିଛି, ବନିଶୀ କଣ୍ଟା ଆଉ ମାଛ ପ୍ଲାଷ୍ଟିକ୍ ବାଲା ସେଗୁଡ଼ା ଧରିକି ଆସିଛି। ସେଇଠି ଗାବଲା ମାଗୁଛି, ସେଥିରେ ପାଣି ରଖିକି ମାଛ ଧରିବ। ମୋ ପୁଅ ତା ଅଜା ଯେତେବେଳେ ବି ଆସନ୍ତି ସବୁବେଳେ ସେ ନିହାତି ଯିବ ବାହାରକୁ, ତା ଅଜା ସହିତ ଯିବ, ବୁଲିବ, ପଇଡ଼ ପିଇବ, ଆଇସ୍କ୍ରିମ୍ ଖାଇବ, ଆଉ କମ୍ପଲସରି ଖେଳଣା ନିହାତି, ସେ ଛୋଟ ହଉ ବଡ଼ ହଉ ଖେଳଣା ଧରିକି ଆସିଥିବ। ତାପରେ ତାର ଖେଳ ଚାଲିଥିଲା। ଆଉ ରାତି ଖାଇବାରେ ଆଜି ଆମର ଥିଲା ସେ ପିଠା ଆଉ ଘୁଗୁନି କରିଥିଲି ସକାଳେ। ତ ସମସ୍ତେ ଖାଇ ପିଇ ସାରିଲା ପରେ ମୋର ମନେ ପଡ଼ିଲା ତଳେ ଗଛ ଗୁଡ଼ା ସବୁ ଶୁଖିଗଲାଣି, ପାଣି ଦେବା କଥା। ବୋଲେ ନୂଆ ଶାଢ଼ୀଟା ପିନ୍ଧିଛି ଯେତେବେଳେ ଘର ଭିତରେ ତ ବୁଲିଲି, ଯାଇକି ଟିକେ ବାହାରୁ ବି ବୁଲି ଆସେ। ଆଉ ବାହାରକୁ ଆଉ କୁଆଡ଼େ ଯିବି, ଆସିକି ତଳେ ଆସିକି ପାଣି ଦେଇଦେଲି। ଆଜିର ଭିଡ଼ିଓଟା ଏତିକି, ପୁଣି ଦେଖାବ ଗୋଟେ ନେକ୍ସଟ ଭିଡ଼ିଓରେ। ସେତେବେଳେ ତ ବାଇ ବାଇ, ଟେକ୍ କେୟାର।